ଜୟ ଜଗନ୍ନାଥ ଜୟ ଶ୍ରୀରାମ ୱେଲକମ୍ ଟୁ ହାର୍ଟ ଅଫ୍ ଏଜୁକେସନ୍ ୟୁଟ୍ୟୁବ୍ ଚ୍ୟାନେଲ୍। ଆଜି ଆମେ ଟପିକ୍ରେ ଗୋଟେ ଇମ୍ପୋର୍ଟାଣ୍ଟ ଟପିକ୍ ବିଷୟରେ କଥା ହେବା କି କ'ଣ 2026ର ଯେଉଁ ଡିସ୍କସନ୍ କରାହେଉଛି 2026ରେ ଆକ୍ଚୁଆଲିରେ ଅଲ୍ ଇଣ୍ଡିଆର ଗଭର୍ଣ୍ଣମେଣ୍ଟ କଲେଜର କଟ୍ ଅଫ୍ ଏକ୍ସପେକ୍ଟେଡ୍ କେତେ ଯାଇପାରେ, ଗଭର୍ଣ୍ଣମେଣ୍ଟ କଲେଜର ନଟ୍ ପ୍ରାଇଭେଟ୍ କଲେଜ କି ଡିମ୍ଡ କଲେଜ। ଆମେ ଡିସ୍କସନ୍ କରୁଛେ ଅଲ୍ ଇଣ୍ଡିଆରେ ଗଭର୍ଣ୍ଣମେଣ୍ଟ କଲେଜ ଯେଉଁ ଆମଙ୍କର 15% କୋଟା ରହିଲା, 15% ଗଭର୍ଣ୍ଣମେଣ୍ଟ କଲେଜର କଟ୍ ଅଫ୍ ଏକ୍ସପେକ୍ଟେଡ୍ କେତେ ଯାଇପାରେ। ଯଦି ଆମେ ଟିକେ ପୂର୍ବ ବର୍ଷକୁ କମ୍ପାରିଜନ୍ କରିବା, ଜେନେରାଲ କାଟାଗୋରୀ ଆଣ୍ଡ ଆପଣଙ୍କର OBC କାଟାଗୋରୀ, ଦେନ୍ ଆପଣଙ୍କର EWS କାଟାଗୋରୀ, ଦେନ୍ ଆପଣଙ୍କର SC, ଦେନ୍ ଆପଣଙ୍କର ST, ଯଦି ଆମେ କମ୍ପାରିଜନ୍ କରିବା ପ୍ରତ୍ୟେକ ବର୍ଷ ପୂର୍ବ ବର୍ଷ ମାନଙ୍କର ଟ୍ରେଣ୍ଡିଂ କ'ଣ ଯାଇଥିଲା ବା ପୂର୍ବ ବର୍ଷ ମାନଙ୍କର ସିନାରିଓ କ'ଣ ଥିଲା, 2022 ମସିହାକୁ ନେବା, 2023 ମସିହାକୁ ନେବା, 2024 ମସିହାକୁ ନେବା, 2025 ମସିହାକୁ ନେବା ଆଣ୍ଡ ଏକ୍ସପେକ୍ଟେଡ୍ 2026 ମସିହାକୁ ବି ଆମେ କାଉଣ୍ଟ କରିବା। ତ ଫାର୍ଷ୍ଟ ଅଫ୍ ଅଲ୍ ଚାଲନ୍ତୁ ଭଲରେ ଡିସ୍କସନ୍ କରିବା ପୁରା ପଏଣ୍ଟ ଟୁ ପଏଣ୍ଟ। 2022 କଥା ଯଦି ଆପଣ ଦେଖିବେ, ଜେନେରାଲ କାଟାଗୋରୀ 2022 ମସିହାରେ ଲାଷ୍ଟ ଯାଇଥିଲା 22,706, ବୁଝିପାରିଲେ ତ। କିନ୍ତୁ ଜେନେରାଲ କାଟାଗୋରୀ OBC କାଟାଗୋରୀ ଯଦି ଆପଣ ଦେଖିବେ 22,721। ଦେଖନ୍ତୁ ଜେନେରାଲ ଆଉ OBC ଭିତରେ କିଛି ବି ଡିଫରେନ୍ସ ନାହିଁ। ଆପଣ ପ୍ରତ୍ୟେକ ବର୍ଷ ଟ୍ରେଣ୍ଡିଂ ଦେଖିବେ, ଜେନେରାଲ ଆଉ OBC ଭିତରେ ଡିଫରେନ୍ସ ଜମା ବି ନାହିଁ କହିଲେ ଚଳେ। ଜେନେରାଲ କଟ୍ ଅଫ୍ ଯାହା ଯିବ OBC ସେୟା ଯିବ, ବୁଝିପାରିଲେ। EWS ଟିକେ କମ୍ ଯିବ, 23,501 ଯାଇଥିଲା। ତ ଦେଖନ୍ତୁ ମୁଁ କହିବି ନା ସବୁ ଯାକ ବର୍ଷର ଆପଣ ଟ୍ରେଣ୍ଡିଂ ଦେଖିଦେବେ, କହିଦେବେ କି ଜେନେରାଲ ଆଉ OBCର ସମାନ ଯାଉ। SC କାଟାଗୋରୀ ଦେଖନ୍ତୁ, SC କାଟାଗୋରୀ ଆପଣଙ୍କର 2022 ମସିହାରେ 1,22,444 ଯାଇଥିଲା। ST କାଟାଗୋରୀ 1,53,000, 1,53,000 ଆପଣଙ୍କର 436। 2023 ମସିହା ଯଦି କଥା କହିବେ, ନିହାତି ରୂପରେ ଲାଷ୍ଟ ରାଉଣ୍ଡ 2023 ମସିହାରେ 23,000 ଜେନେରାଲ କାଟାଗୋରୀ, 23,674 ପିଲାର ଯେଉଁ ର୍ୟାଙ୍କ ଥିଲା ତାକୁ ହିଁ ଗଭର୍ଣ୍ଣମେଣ୍ଟ କଲେଜ ମିଳିଥିଲା, ସେଇଠି ସରିଥିଲା 23,674। OBC କାଟାଗୋରୀ 23,675। ଦେଖିଲେ ତ ଜେନେରାଲ ଆଉ OBC ଭିତରେ କିଛି ଡିଫରେନ୍ସ ନାହିଁ। ଆପଣଙ୍କ EWS ଟିକେ ଅଧିକା 25,013, ବୁଝିପାରିଲେ। ଆଉ SC କାଟାଗୋରୀ ଆପଣଙ୍କର 1,29,158, 1,29,158। ଆଉ ST କାଟାଗୋରୀ ଆପଣଙ୍କର 1,69,088, ବୁଝିହେଲା। ମାନେ ଇଏ ହେଉଛି ଆପଣଙ୍କର ପୂର୍ବ ବର୍ଷ 22 ମସିହା, 2022 ଆଉ 2023। ଏଇଟା ଜେନେରାଲ କାଟାଗୋରୀ 22,706, ଏଇଟା ଆପଣ 23,674। ସେମିତି 2024 ମସିହାରେ 25,200। କାରଣ ପ୍ରତ୍ୟେକ ଦେଖନ୍ତୁ ସିଟ୍ ବଢ଼ୁଛି, ଯେହେତୁ ସିଟ୍ ବଢ଼ୁଛି ତ ଡେଫିନେଟଲି ଆପଣଙ୍କର 22,000 ଭିତରେ କ୍ଲୋଜ୍ ହେଇଯାଉଥିଲା। ପରବର୍ତ୍ତୀ ସମୟ 2023 ମସିହାରେ 23,000 ପାଖାପାଖି 24,000 ଭିତରେ କ୍ଲୋଜ୍ ହେଲା, 23,674 ଭିତରେ। 2024 ମସିହାରେ 25,200 ପର୍ଯ୍ୟନ୍ତ ର୍ୟାଙ୍କ ଗଲା, 25,200। ଆଉ OBC କାଟାଗୋରୀ 25,212, କିଛି ବିଶେଷ ଡିଫରେନ୍ସ ନାହିଁ। ଆଉ ଆପଣଙ୍କର EWS କାଟାଗୋରୀ 27,000। EWS କାଟାଗୋରୀ ଓ ଜେନେରାଲ କାଟାଗୋରୀ ଠାରୁ 2,000 ଆଗକୁ ଯିବ, ମାନେ ଇଏ 25,000 ହେଲା ବେଳେ ଇଏ ଆପଣଙ୍କର 27,000, 27,899। ଆଉ SC କାଟାଗୋରୀ 1,39,000। SCର ଦେଖନ୍ତୁ ପ୍ରତ୍ୟେକ ବର୍ଷ 1,22,000 ଥିଲା, ତାପରେ 1,29,000, ତାପରେ 1,39,193 ପର୍ଯ୍ୟନ୍ତ ବି ପିଲାଙ୍କର ଆଡ଼ମିସନ୍ ହେଇଛି 2024 ମସିହାରେ। 2024 ମସିହାରେ ଆପଣମାନେ ଜାଣିଛନ୍ତି କଟକ ବହୁତ ହାଇ ଯାଇଥିଲା। ଏଇଟା ଆପଣଙ୍କର 652 ଯାଇଥିଲା ଜେନେରାଲ କାଟାଗୋରୀ ମାର୍କ। ଆଉ OBC କାଟାଗୋରୀ ବି ଆପଣଙ୍କର 652, EWS ଆପଣଙ୍କର 649, ଆଉ ଆପଣଙ୍କର SC କାଟାଗୋରୀ 549, 1,39,549 ମାର୍କ ରହୁଥିଲା। ଭାବନ୍ତୁ ର୍ୟାଙ୍କ 1,39,000 କିନ୍ତୁ 549। କିନ୍ତୁ ଆପଣ ମୁଁ ଦେଖିବି ଗୋଟେ ଇମ୍ପୋର୍ଟାଣ୍ଟ ପଏଣ୍ଟ, କାହିଁକି ର୍ୟାଙ୍କ ଗୁଡ଼ାକ ଇମ୍ପୋର୍ଟାଣ୍ଟ ବୋଲି। ST କାଟାଗୋରୀ 1,68,888 ଯାଇଥିଲା, ମାନେ ସ୍କୋର ହେଉଛି ଆପଣଙ୍କର 526। ଦେଖନ୍ତୁ 526ରେ ST କାଟାଗୋରୀ ଯାଇଥିଲା ଅଲ୍ ଇଣ୍ଡିଆ 2024 ମସିହାରେ। ଆପଣମାନେ ସମସ୍ତେ ଜାଣିଛନ୍ତି କୋଶ୍ଚିନ୍ ଲେବୁଲ୍ କେମିତି ପଡ଼ିଥିଲା, ପେପର ଲିକ୍, କୋଶ୍ଚିନ୍ ପେପର, ଏଇ ସବୁକୁ ନେଇକି।
ଚାଲନ୍ତୁ 2025 ମସିହା କଥା ହେବା। ଆମେ ସମସ୍ତେ ଜାଣିଛେ 2025 ମସିହାରେ ଜେନେରାଲ କାଟାଗୋରୀ 27,360 ଭଳିଆ ଯାଇଥିଲା, ଯେଉଁଟାକି ପ୍ରାୟ ଆପଣଙ୍କର ସ୍କୋର ହେଉଛି 525, କିନ୍ତୁ ଓଡ଼ିଶାରେ ଯାଇଥିଲା 2025ରେ କେତେ 515 ମାର୍କ। ଦେଖନ୍ତୁ ଜେନେରାଲ କାଟାଗୋରୀର ଟ୍ରେଣ୍ଡିଂ 2022 ମସିହାରେ 22,706, 2023 ମସିହାରେ 23,674, 2024 ମସିହାରେ 25,200 ପର୍ଯ୍ୟନ୍ତ ଗଲା, 2025ରେ 27,360 ର୍ୟାଙ୍କ ପର୍ଯ୍ୟନ୍ତ ବି ପିଲାମାନଙ୍କର ଆଡ଼ମିସନ୍ ହେଇଛି, ମାନେ 27,360। ଓବିସି କାଟାଗୋରୀ କିଛି ଡିଫରେନ୍ସ ନଥିବ, ସେମ୍ 27,421 ସ୍କୋର ବି ଆପଣଙ୍କର 525, କିନ୍ତୁ ଇଡବ୍ଲ୍ୟୁଏସ୍ କାଟାଗୋରୀ 3,000 2,000 ଅଧିକା। ଦେଖନ୍ତୁ ଓବିସି ଠାରୁ ଇଏ 2,000, 23,000 ପ୍ରାୟ ଇଏ 2,000, 22,000 ଇଏ ପ୍ରାୟ 1,000 2,000 ଭଳିଆ। ତ ଇଏ 27,000 ଡେଫିନେଟଲି ଇଡବ୍ଲ୍ୟୁଏସ୍ କାଟାଗୋରୀ ଆପଣଙ୍କର 30,000, ସେଇ 30,921। ଇଡବ୍ଲ୍ୟୁଏସ୍ର ନିହାତି ରୂପରେ ଆପଣଙ୍କୁ ମିଳିବ, ମାନେ ଡିଫରେନ୍ସ ଅଧିକା ଦେଖିବାକୁ ମିଳିବ। 30,921ଟା ଆପଣଙ୍କର 521 ମାର୍କ। ତାପରେ ଏସି କାଟାଗୋରୀ 1,39,123। ଦେଖନ୍ତୁ 2024 ମସିହାରେ 1,39,000 ର୍ୟାଙ୍କରେ ମାର୍କ 549, କିନ୍ତୁ 2025 ମସିହାରେ ସେମ୍ 1,39,000 2024ର ର୍ୟାଙ୍କ, 2025ର ର୍ୟାଙ୍କ ବି 1,39,000, କିନ୍ତୁ ମାର୍କ ଦେଖନ୍ତୁ ମାର୍କ ହେଉଛି ଆପଣଙ୍କର 439 ମାତ୍ର, ମାନେ ଆପଣ ଦେଖନ୍ତୁ କେତେ ମାର୍କ ଡିଫରେନ୍ସ ହେଲାଣି। ଆଉ ଏସ୍ ଟି ବି ଦେଖନ୍ତୁ 1,64,804, ତ ଦେଖନ୍ତୁ ଇଏ ହେଉଛି 1,68,888, ଇଏ 1,64,000, ତ 1,68,526, 1,64,000ରେ 425, ତ ଭାବିଲେ କେତେ ଆପଣଙ୍କର ର୍ୟାଙ୍କ ମ୍ୟାଟର କରେ। 1,39,000 କେଉଁ ବର୍ଷ 549 ମାର୍କ ହେଲା, 1,39,000 କେଉଁ 439, ତ ର୍ୟାଙ୍କ ସବୁବେଳେ ପାଇଁ ଇମ୍ପୋର୍ଟାଣ୍ଟ। ଅଲୱେଜ୍ ଆପଣଙ୍କୁ ମନେ ରଖିବା ଦରକାର ର୍ୟାଙ୍କ, ଆମ ର୍ୟାଙ୍କ କେତେ ରହୁଛି। ତ 27,360 ଆପଣଙ୍କ ର୍ୟାଙ୍କ ଯଦି ମୁଁ କହୁଛି ଏ ବର୍ଷ ଆପଣଙ୍କର ଯେମିତି ହେଲେ ର୍ୟାଙ୍କ 30,000 ପାଖାପାଖି ଯିବାର ବହୁତ ଚାନ୍ସ ଅଛି। ମୁଁ ଏଠି ବ୍ଲାକ୍ରେ ଲେଖିଦେଉଛି ଏକ୍ସପେକ୍ଟେଡ଼ 2026ର ଏକ୍ସପେକ୍ଟେଡ଼ ଆପଣ ଧରିକି ଚାଲନ୍ତୁ ମିନିମମ୍ 30,000 ଭଳିଆ ଆପଣଙ୍କର ର୍ୟାଙ୍କ ଯିବ। ଯଦି ଆପଣ 30,000 ଭିତରେ ର୍ୟାଙ୍କ ରହୁଛି, ଡେଫିନେଟଲି ଆପଣଙ୍କୁ ଜେନେରାଲ କାଟାଗୋରୀରେ ଗଭର୍ଣ୍ଣମେଣ୍ଟ କଲେଜ ମିଳିବାର ବହୁତ ଚାନ୍ସ ରହିବ ଅଲ୍ ଇଣ୍ଡିଆ ଲେବୁଲରେ। ତ ଯଦି 30,000 ଅଲ୍ ଇଣ୍ଡିଆ ଲେବୁଲରେ ଯିବ, ଷ୍ଟେଟ୍ ଲେବୁଲ ଆହୁରି ଅଧିକା ଯିବ, 31,000 32,000 ପର୍ଯ୍ୟନ୍ତ ବି ଯାଇପାରେ। ବୁଝିଗଲା। ସେମିତି ଓବିସି କାଟାଗୋରୀ ବି ପ୍ରାୟ ଆପଣଙ୍କର 30,000 ଭଳିଆ ଆପଣଙ୍କର ର୍ୟାଙ୍କକୁ ଧରିକି ଚାଲନ୍ତୁ, ଆଠରୁ 2,000 ବଢ଼େଇ ଦିଅନ୍ତୁ, 32,000 ଭଳିଆ ଧରିକି ଚାଲନ୍ତୁ ଇଡବ୍ଲ୍ୟୁଏସ୍ କାଟାଗୋରୀ, 32,000 ସମଥିଙ୍ଗ, 32,000 33,000, 2,000 3,000 ଅଧିକା ଧରିକି ଚାଲନ୍ତୁ ଇଡବ୍ଲ୍ୟୁଏସ୍କୁ। ଆଉ ଆପଣଙ୍କର ଏସ୍ସି କାଟାଗୋରୀ 1,39,000 ଅଛି, ତ ସେମ୍ ଧରିକି ଚାଲନ୍ତୁ 1,40,000 ଭଳିଆ ଧରିକି ଚାଲନ୍ତୁ। 1,40,000ରେ ଯାହା ସ୍କୋର ଆସିବ ଏ ବର୍ଷ, ମେ ବି ଆପଣଙ୍କର ସ୍କୋର ହେଇପାରେ ସେଇ 439 ହେଇପାରେ କି 420 ବି ହେଇପାରେ। 1,40,000 ଭିତରେ ଏଇ ର୍ୟାଙ୍କ ବି ଆପଣଙ୍କର ରହୁ। 1,39,000 ପୂର୍ବ ବର୍ଷରେ 439 ମାର୍କ ଥିଲା, ତ ଏ ବର୍ଷ 1,40,000 କ'ଣ ଥିବ ସେଇଟା ଦେଖିବାର ଅଛି ମୋଷ୍ଟଲି। ଏସ୍ ଟି କାଟାଗୋରୀ ବି ଧରିକି ଚାଲନ୍ତୁ ସେଇ ଧରିକି ଚାଲନ୍ତୁ 65 67 ଭଳିଆ, 65 66 67 ଭଳିଆ ଚାଲନ୍ତୁ, 1,65,000 କିମ୍ବା 67,000 ଭଳିଆ ଧରିକି ଚାଲନ୍ତୁ। ବୁଝିପାରିଲେ। ତେଣୁକରି ଯଦି ଆପଣଙ୍କର ମାନେ ଯେମିତି ମୁଁ ଆପଣଙ୍କୁ କହିଲି, ଯଦି ଆପଣଙ୍କର ଏକ୍ସପେକ୍ଟେଡ଼, ଏଇଟା ଏକ୍ସପେକ୍ଟେଡ଼ କଟ୍ ଅଫ୍, ଆକୁ ନେଇକି ପାନିକ୍ ହେବେନି। ଆପଣ ର୍ୟାଙ୍କ 30,000 ଭିତରେ ଆପଣଙ୍କ ର୍ୟାଙ୍କ ରହିଲେ ଆପଣମାନେ ବେଟର। 30,000 ଭିତରେ ରହିଲେ ବି ଆପଣ ଓଡ଼ିଶାରେ ବି ପାଇପାରିବେ, ଅଲ୍ ଇଣ୍ଡିଆ ଲେବୁଲରେ ଗଭର୍ଣ୍ଣମେଣ୍ଟ ବି ପାଇପାରିବେ। ଓବିସି କାଟାଗୋରୀ ସେମିତି 30,000 ଭିତରେ ରହିବାଟା ଆପଣଙ୍କର ସବୁବେଳେ ପାଇଁ ସେଫ୍ ସାଇଡ଼ରେ ଆପଣ ରହିବେ। ବୁଝିପାରିଲେ। ପ୍ରାୟ ଆପଣ 32,000 33,000 ଭଳିଆ ଧରି ଦିଅନ୍ତୁ। ଏସ୍ସି 1,40,000 ଭିତରେ ଯାଆନ୍ତୁ, ଏସ୍ ଟି ଆପଣଙ୍କର 1,65,000 67,000 68,000 ଭଳିଆ ଧରିକି ଚାଲନ୍ତୁ, କିନ୍ତୁ ଏଇଟା ଆପଣଙ୍କ 30,000 ର୍ୟାଙ୍କ ଭିତରେ ରହିବ ଜେନେରାଲ କାଟାଗୋରୀ। ନିହାତି ରୂପରେ ଏଇଟା ହେଉଛି ଏକ୍ସପେକ୍ଟେଡ଼ କହିଲେ ଆପଣମାନେ ବ୍ୟସ୍ତ ବି ହେବେନି, ର୍ୟାଙ୍କ ଆସୁ, କିନ୍ତୁ ଏଇଭଳିଆ ର୍ୟାଙ୍କ ଆପଣଙ୍କର ଅଛି ଯଦି ଆପଣ ସେଫ୍ ଜୋନ୍ରେ ଡେଫିନାଇଟଲି ରହିବେ।
आई होप आपण मानक बुझा पड़थिबो जिनसटा कौन। तो जितेबाला आपंकर रैंक हेरिक आसो निहाती रूप से काउंसलिंग स्टार्ट है आप मत कंटाक्ट करेंगे। पेड काउंसलिंग कॉल माध्यम डाउट सॉल्व करने 1000 एंड फुल काउंसलिंग रिसेप्शन चॉइस फिलिंग चॉइस लॉकिंग कॉल ये सब मिसेले 6000 सेम नंबर व्हाट्सएप सेम नंबर कंटाक्ट भी करेंगे, किसी असुविधा नहीं। ये वीडियो को एंड करवा। थैंक यू, धन्यवाद।